କହୁଥିଲେ ଇଦଂ ତୀର୍ଥମ୍ ଇଦଂ ତୀର୍ଥ ଭ୍ରମନ୍ତି ତମସା ଜନା ଆତ୍ମତୀର୍ଥ ନ ଜାନନ୍ତି କଥଂ ମୋକ୍ଷ ବରାନନେ। ଏ ତୀର୍ଥରୁ ସେ ତୀର୍ଥକୁ ତାମସିକ ଲୋକମାନେ ଯାଆନ୍ତି, ଯାହା ପାଖରେ ପଇସା ଅଛି, ଯାହା ମନର ଚଞ୍ଚଳତା ଅଛି, ଯାହା ମନର ଅସ୍ଥିରତା ଅଛି, ସେ ତୀର୍ଥ କରି ଯାଏ। ତାହେଲେ ସମସ୍ତେ ତାମସିକ ଲୋକ? ଧାତୁରୁ ତୀର୍ଥ, ତୀର୍ଥ ଶବ୍ଦର ଅର୍ଥ ଉତ୍ତୀର୍ଣ୍ଣ ହେବା। ତେଣୁ ତୀର୍ଥ କରିଗଲେ 5ଟି କର୍ମ କରାଯାଏ, କେହି ସେ କାମ ଏବେ କରୁନାହାନ୍ତି। ତୀର୍ଥ କରିଗଲେ ସ୍ୱାମୀ ସ୍ତ୍ରୀ ତୀର୍ଥରେ କେବେ ମୈଥୁନ କରିବେ ନାହିଁ, ତୀର୍ଥରେ ସ୍ନାନ କରିବେ, ତୀର୍ଥରେ ଦାନ କରିବେ ସାଧୁ ସନ୍ଥ ମହାପୁରୁଷ ମାନଙ୍କୁ। ଆଉ ସେଇ ତୀର୍ଥର ମୁଖ୍ୟ ଦେବତା ଯିଏ ଥିବେ ତାଙ୍କର ପୂଜା ଉପାସନା କରିବେ ଏବଂ ତାଙ୍କର ନାମ ଜପ କରିବେ, ଧ୍ୟାନ କରିବେ। ତାହେଲେ ତୀର୍ଥରୁ ଆପଣ 1% ରେଜଲ୍ଟ ପାଇବେ। ଯଦି ଏତିକି କାମ କରନ୍ତି ଯେଉଁମାନେ ତୀର୍ଥ କରି ଯାଉଛନ୍ତି, ଏ ଯେଉଁ କଥା ମୁଁ ଆପଣମାନଙ୍କୁ କହିଲି ରିପିଟ୍ କରିବି ନାହିଁ, ଆପଣମାନେ କେବେ କରିଛନ୍ତି? ତୀର୍ଥରେ ସ୍ନାନ କରିଛନ୍ତି, ତୀର୍ଥରେ ଦାନ ଦେଇଛନ୍ତି, ସାଧୁ ସନ୍ଥଙ୍କ ସେବା କରିଛନ୍ତି। ମୁଖ୍ୟ ଦେବତା ପ୍ରତ୍ୟେକ ତୀର୍ଥର ଗୋଟେ ଅଛି। ପୁରୀ ଶ୍ରୀକ୍ଷେତ୍ରର ମୁଖ୍ୟ ଦେବତା ହେଲେ ଜଗତର ନାଥ ଜଗନ୍ନାଥ। କେବେ ତାଙ୍କୁ ଫୁଲ ଦୀପ ଭୋଗ ଅର୍ପଣ କରିଛନ୍ତି? ତାଙ୍କ ନାମକୁ ଜପ କରିଛନ୍ତି? ତାଙ୍କୁ ଧ୍ୟାନ କରିଛନ୍ତି? ତୀର୍ଥ ଗଲେ ଗୋଟିଏ ଫଳ ମିଳେ, ସନ୍ଥ ମିଳିଲେ 4 ଗୁଣର ଫଳ ମିଳେ। କବିରେ ଗୋଟେ ଦୋହାରେ ଲେଖିଛନ୍ତି, ସଦ୍ଗୁରୁ ମିଳିଲେ ବା ତତ୍ତ୍ୱଗୁରୁ ମିଳିଲେ ଅନେକ ଫଳ କହେ କବିର ବିଚାର। ତେଣୁ ଗୁରୁଦେବ କହୁଥିଲେ ସର୍ବଶ୍ରେଷ୍ଠ ତୀର୍ଥ ହେଉଛି ଗୁରୁଙ୍କର ଚରଣାରବିନ୍ଦ। ବାରମ୍ବାର ସତ୍ସଙ୍ଗରେ ଆମେ ଉପସ୍ଥାପନା କରିଛୁ, କହିଛୁ, ପୁନରାବୃତ୍ତି କରିବାକୁ ଇଚ୍ଛା ହେଉନାହିଁ। ପିଣ୍ଡ ବ୍ରହ୍ମାଣ୍ଡ ଏକମତ ଜାଣନ୍ତି ସୁଜ୍ଞାନୀ ପଣ୍ଡିତ, ଯାହା ଅଛି ବ୍ରହ୍ମାଣ୍ଡେ ତାହା ଅଛି ଦେଓଭାଣ୍ଡେ। ତେଣୁ ଗୁରୁଙ୍କର ଚରଣାରବିନ୍ଦଟା କୋଉଠି ବା ଭଗବାନଙ୍କର ଚରଣାରବିନ୍ଦଟା କୋଉଠି? ଆପଣଙ୍କର ସହସ୍ରାଟା ହେଉଛି ଗୁରୁଙ୍କର ଚରଣାରବିନ୍ଦ ବା ଭଗବାନଙ୍କର ଚରଣାରବିନ୍ଦ। ଏଇଟା ହେଲା ସର୍ବଶ୍ରେଷ୍ଠ ତୀର୍ଥ। ଯଦି ସେଇଠି ମନକୁ ରଖିଲେ ଆପଣଙ୍କର ଉତ୍ତୀର୍ଣ୍ଣ ଅବସ୍ଥା ହବ। କାହାର? ନା ମନର। ତେଣୁ ମୂଳ ପ୍ରସଙ୍ଗ, କେତେ ଜଣ ଭଗବାନଙ୍କ ପାଇଁ ଏ ଜୀବନଟା ଉତ୍ସର୍ଗୀକୃତ କରିଛ? ଯଦି ନ କରିଛ କେବେ କରିପାରିବ? ସେ ବିଷୟ ଭଲ କି ଜାଣିଛ? ସେ ବିଷୟରେ କେବେ ସଚେତନ ରହିଛ? ନିଜ ପରିବାର ପାଇଁ ଜୀବନଟାକୁ ଉତ୍ସର୍ଗୀକୃତ କରିଛ? ସମୟ ନାହିଁ, ଘଣ୍ଟା ଦେଖୁଛ, ବ୍ୟସ୍ତ ହଉଛ। ଯଦି ସତ୍ସଙ୍ଗ ହଉଛି କି ଧ୍ୟାନ କ୍ଲାସ୍ ଗାଇଡ୍ କରାଯାଉଛି କି ଆଶ୍ରମରେ କୌଣସି ଫଙ୍କସନ୍, ସ୍ପିରିଚୁଆଲ ଫଙ୍କସନ୍ ହେଲେ ଯଦି ଗୁରୁ ସାଧୁ ନିମନ୍ତ୍ରଣ କରୁଛନ୍ତି, ଆପଣ ଗୋଟିଏ କଥା କହୁଛନ୍ତି, ସମୟ ନାହିଁ, କାର୍ଯ୍ୟ ବ୍ୟସ୍ତ। ଯଦି ଦୀକ୍ଷା ଗ୍ରହଣ କରିଛନ୍ତି, ଗୋଟେ ସାତ୍ଵିକ ବନ୍ଧନରେ ପଡ଼ିଛନ୍ତି, ବାଧ୍ୟ ହୋଇକି ଯିବା, ସେଠି କିଛିଟା ଟିକେ ଶ୍ରମ ଦେଇ ଟଙ୍କା ଯାହା ଆମର ଇଚ୍ଛା ଆମେ ସେଠି ସେୟାର କରିବା ନାହିଁ ଯେ କେତେ ଖର୍ଚ୍ଚ ହେଇଛି, ଆମେ କ'ଣ ଦବା। ଆମର ଯାହା ମନ କହିଲା, ବିବେକ କହିଲା ନାହିଁ, ବୁଦ୍ଧି କହିଲା ନାହିଁ, ଆମ ମନ ଯାହା କହିଲା, ହିସାବ କରି ଦେଖିଲା, ଆରେ ଏତେ ଟଙ୍କା ସାଧୁଙ୍କୁ ବାବାଙ୍କୁ ଦେଇଦେବି, ବାହାର କରି 1000 2000 ହାର୍ଡଲି 5000 ଦେଲେ ଧଇଁସ ହେଇପଡ଼ିଲା। କିନ୍ତୁ ଝିଅ ପାଇଁ, ପୁଅ ପାଇଁ, ଘର ପାଇଁ, ସ୍ତ୍ରୀ ପାଇଁ ଲକ୍ଷ ଲକ୍ଷ ଟଙ୍କାର ସୁନା କିଣିଲା, ଜମି କିଣିଲା, କୋଠା କଲା, ବାଡ଼ି କଲା, ଗାଡ଼ି କଲା, ଧଇଁସ ହିଁ ହେଲାନି, ହସିଲା। କାମିନୀ କାଞ୍ଚନ ମାୟାରେ ଆଚ୍ଛନ୍ନ ହୋଇଛି ସକଳ ଚିତ୍ତ, ଅନିତକୁ ନିତ୍ୟମଣି ବିଶ୍ୱଜନେ ସାଧନ୍ତି ନିଜ ଅହିତ। ବୁଝିପାରିଲେ?
कामिनी कांचन मायारे आच्छन्न होइछि सकल चित्त समस्त चित्त चित्त मन नुहे बुद्धि नुहे अहंकार नुहे चित्त आपण चित्त एमिति जड़ित हो जाइछि जे से भली ओठा लागिछि जे आपण आउ छाड़ी परिबे ना अनित्य को नित्यमणि विश्वजने साधंती निज अहित अनित्य को नित्य भावी अनित्य को नित्य भावी विश्वजने साधंती निज अहित आमे आमर अहित चिंता करुचे आमे आमर हित चिंता करूने आम कौन कले आमर मंगल हब आम से कथा हमको जना ना कौन कले अमंगल हब आमको भी से कथा जना ना आमे भावुचे आमे जहा करुचे आमर मंगल पाए आमर शास्त्र ज्ञान नहीं षष्ठ अध्याय ध्यान जोगरे भगवान सुंदर भाव व्याख्या करिसेंती लिखिसेंती बा कहिसेंती कहिसेंती कौन कले मनीष मन मनीषर मित्र हुए कौन कले मनीष मन मनीषर शत्रु हुए जेतेबेले मनीष मन ईश्वराभिमुखी हुए ईश्वर को चिंतन करे ईश्वर को पूजा उपासना करे ईश्वर का नाम को जप करे ईश्वर को ध्यान करे ईश्वर निकट जो समर्पण कर दिए मन तार मित्र जेतेबेले मन एथुरु निवृत्त करी एथुरु दूरे देई संसार अभिमुखे यात्रा करी जाए सेतेबेले मन हुए शत्रु कथा कहली अधा रही जाउची कौन कहते आपण घरे 5 जन भितर कि 10 जन मेंबर भितर केते जन गुरु आश्रित होइचंती केते जन गुरु को उपदेश मानंती केते जन आश्रम पाई बा गुरु को पाई बा भगवान को पाई जीवन टाको उत्सर्गीकृत कर देइचंती तार समीक्षा आपण माने करिवे।